बोलते आम्ही बिजन जाको गोटे कॉलोनी रे रहउछी किंतु केही कान सहित केबे देखा हो आ दिले आरे कोन के आथिले ଆପଣଙ୍କ ପାଖରେ ଗୋଟେ ଜରୁରୀ କାମ ଥିଲା ତ। ଜରୁରୀ କାମ ମୋ ପାଖରେ ହଁ ହଉ ଆପଣଙ୍କ ଜରୁରୀ କାମରେ ମୁଁ ଯଦି ଲାଗି ପାରେ ନିଜକୁ ଧନ୍ୟ ମନେ କରିବି ସେ ତ ଦରଖାସ୍ତଟା ଭଗବାନ ବାବା କଲମରେ ବୁଲଉନଥିଲେ କି? ହଁ ହଁ ଏଇ ଦସ୍ତଖତ କରିବା ପାଇଁ ମ ଦିଲ୍ଲୀ ଆପଣ ତ ସିଧା ସିଧା କହିବେ ଦରଖାସ୍ତ ଦସ୍ତଖତ କାଟିବା ପାଇଁ ଆସିଛି ଏ ତ ଗୌର ଚନ୍ଦ୍ର କଣ ଦେଖୁଛନ୍ତି କହିଲୁ ଦରଖାସ୍ତ କହିଲେ ଆପଣ ଦସ୍ତଖତ କାଟି ସାରିଲେ ଏଇଟା କଣ ଏମିତି ସେଲୋ ଟେପ ଲାଗିଛି? ହେଲେ ଆ ପୂର୍ବରୁ ସେ କଲୋନୀ ଲୋକମାନେ ଆସିଲେ ଟିକେ ଟଣାଟଣିରେ ଚିରି ଯାଏ ମୋ ଝିଅ ଏବେ ତାକୁ ସେଲୋଟେ ମାରିକି କରିଦେଇ ଆପଣ ଦସ୍ତଖତ କାଟି ସାରିଲେ ଆରେ ବାବୁ ମୁଁ କଣ କହୁଥିଲି କି ଧୀରେ ଧୀରେ ମୋର କିଛି ଶୁଣିବା ପାଇଁ ଧୈର୍ଯ୍ୟ ନାହିଁ ଆପଣ କାଟିକି ଦାରୁ ଚାଲିବେ ମୋ ଉପରେ ଅଯଥାରେ ରାଗନ୍ତୁନି ଭାନୁବାବୁ। ରାଗ ମୋଟେ ଭଲ ଜିନିଷ ନୁହେଁ। ଆପଣଙ୍କର ବ୍ଲଡ ପ୍ରେସର ବଢିଯିବ। ଶୁଣନ୍ତୁ ମୋର ସେ ବ୍ଲଡ ପ୍ରେସର ଜମା ନାହିଁ ଆପଣ ନିଶ୍ଚିତ ରୁହ ଭାନୁବାବୁ ମୁଁ ନିହାତି ଭୟାଳୁ ଲୋକ। ଥାନା ମଳକେ ଏସବୁ ମହା ଝାମେଲା କଥା। ମତେ ସେସବୁରେ ପୁରାନ୍ତୁ। ମୁଁ ଭାରି ସରଳ ମଣିଷଟିଏ, ଭାରି ଭୟାଳୁ। ଆପଣ ନିଜକୁ ଭୟାଳୁ କହିବା ପାଇଁ ଲାଜ ଲାଗୁନି ଆଜ୍ଞା ଭାନୁବାବୁ ସତ କହିବାକୁ ପରା କୁଣ୍ଠା ନାହିଁ କି ଲଜ୍ଜା ନାହିଁ। ମୋ ଜାଣିବାରେ ସମସ୍ତେ ଭୟାଳୁ ଆଉ ସମସ୍ତେ ନିର୍ଭୀକ ଭାବରେ ଅଭିନୟ କରନ୍ତି। ସମସ୍ତେ ସମସ୍ତେ ଭୟାଳୁ ଆଜ୍ଞା ମୁଁ ମୁକ୍ତ କଣ୍ଠରେ କହିବି ଯେ ପୃଥିବୀରେ ସମସ୍ତେ ଭୟାଳୁ। ଭୟ ସଭିଙ୍କର ସୁରକ୍ଷା କବଚ। ଯେଉଁମାନଙ୍କର ସିକ୍ୟୁରିଟି ଗାର୍ଡ ନାହାନ୍ତି ସେମାନଙ୍କର ଭୟ ସେମାନଙ୍କୁ ସୁରକ୍ଷା କରେ। ଆଉ ଯେଉଁମାନଙ୍କର ସିକ୍ୟୁରିଟି ଗାର୍ଡ ଅଛନ୍ତି ସେମାନଙ୍କର ଭୟ ଅଛି ବୋଲି ତ ନିଜ ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରିଛନ୍ତି। ଚମତ୍କାର ଯୁକ୍ତି ଭୟ ମଣିଷକୁ ଶୃଙ୍ଖଳା ଶିକ୍ଷା ଦିଏ। ମଣିଷ ଶିଶୁ ଅବସ୍ଥାରେ ତାର ବାପା ମା ଗୁରୁଜନ ସମସ୍ତଙ୍କୁ ଭୟ କରେ। ଆଉ ବଡ ହେଲେ ଦେଶର ଆଇନ କାନୁନ ଆଉ ପୋଲିସକୁ ଭୟ କରେ। ସମସ୍ତଙ୍କୁ ଭୟ କରୁଥିବା ମଣିଷଟା ଶୃଙ୍ଖଳିତ ଆଉ ସାଧାରଣ।